ଆପଣ ଲୋକମାନେ ଫୁଡ୍ ସିକ୍ୟୁରିଟି ଆକ୍ଟ ରେ ଚାଉଳ ପାଉଛନ୍। ସେ କାର୍ଡଟା ଗ୍ରୀନ୍ କାର୍ଡଟା ସେଠି କ'ଣ ଆଜ୍ଞା ଲେଖା ହେଇଛି? ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ, ଖାଦ୍ୟ ସୁରକ୍ଷା ଆଇନ କିଏ ଆରମ୍ଭ କରିଛି? କଂଗ୍ରେସ ଆରମ୍ଭ କରିଛି। ତେଣୁକି କଂଗ୍ରେସ ସବୁ ଦେଇଛି, ଏମାନେ ଖାଲି ମିଛଟରେ କଣ୍ଟ୍ରୋଲ ଡିଲର ରୁମ୍ ଆଗରେ ନବୀନର ଫଟୋ, ଅଟା ପ୍ୟାକେଟରେ ମୋଦିର ଫଟୋ, ପାଇଖାନାରେ ରାମଦେବର ଫଟୋ, ଏଇ ସବୁ ଚଲେଇକି ଗୋଟେ ବିଭ୍ରାନ୍ତ କରୁଛନ୍ତି ଲୋକଙ୍କୁ। ମଝିରେ ଆପଣ ଦେଖିଲେନି ଚାଉଳ ସବୁ ସଂଗ୍ରହ ହେଲା, ଏମାନେ କହିଲେ ଆମେ ଜଗନ୍ନାଥଙ୍କ ପାଇଁ ଚାଉଳ ନେବା। ଜଗନ୍ନାଥଙ୍କର ଅଚଳାଚଳ ସମ୍ପତ୍ତି ତାଙ୍କ ପାଖରେ ଟଙ୍କା ନାହିଁ, ତାଙ୍କ ଜମି ଲୋକ ହଡପ କରିକି ରହୁଛନ୍, ତାଙ୍କର ଅଳଙ୍କାର ବିଜେଡି ସରକାର ହିସାବ ଦଉନି, ସେଥିରେ ତାଙ୍କର କ'ଣ ଚାଉଳ ଅଭାବ ହେଇଗଲା? ସେ ଚାଉଳ କ'ଣ ଜଗନ୍ନାଥ ମନ୍ଦିର ପହଞ୍ଚିଲା? ବାଟରେ ରହିଗଲା। ଏମାନେ ମଝିରେ କହିଲେ ରାମ ମନ୍ଦିର ପାଇଁ ବାଜା ବଜେଇକି ସଂଗ୍ରହ କଲେ। ଇଏ କ'ଣ? ଏମାନେ ଏଭଳି ଅବସ୍ଥାରେ ଭାରତୀୟ ଜନତା ପାର୍ଟି ଆଉ ବିଜୁ ଜନତା ଦଳ ଅଛନ୍ତି, ସେମାନେ ବର୍ତ୍ତମାନ ଠାକୁରକୁ ନେଇକି ବି ରାଜନୀତି କରିବା ପାଇଁ ପଛଉନାହାନ୍ତି। ଇଏ ଦୁଇ ଦଳ ହେଉଛି ମିଳିତ ଦଳ, ତେଣୁକି ଲଢ଼େଇ ଦୁଇ ଦଳ ଭର୍ସେସ୍ କଂଗ୍ରେସ ଦଳ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ କଂଗ୍ରେସ ପ୍ରଭାସ୍କର ମହାପାତ୍ରଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି, ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବା ସହିତ କର୍ମୀମାନେ ବିଧାୟକ ପ୍ରାର୍ଥୀ ପ୍ରଭାସ୍କର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଆମ ପ୍ରତିନିଧି ତାଙ୍କୁ ଭେଟି ତାଙ୍କର ପ୍ରତିକ୍ରିୟା ନେଇଛନ୍ତି। नमस्कार दर्शक बंधु, कोणार्क लाइव को आपण मानक स्वागत। आमे आसी पहुंच जाइछु कांग्रेस ऑफिस रे। चलित वर्ष बीजेपी बीजेडी तांकर प्रार्थी घोषणा कर साथिबा बेले कांग्रेस भी तांकर प्रार्थी घोषणा करछि। तृतीय थर पई कांग्रेस रो टाणुआ नेता वरिष्ठ नेता प्रभास्कर महापात्र को पुणी चलित वर्ष टिकट प्रदान करछि कांग्रेस। सीधा सड़क तांको प्रतिक्रिया नेबा से आम सहित जोड़ी होइछंती। भाई कोन कहिबे, कांग्रेस आपन को तृतीय थर पई प्रार्थी घोषणा करिछि, अंचल कौन सब समस्या रही से विषय कहे आपंकर केमती रणनीति चलित वर्ष निर्वाचन को लेकिन से विषय कह। धन्यवाद कोणार्क लाइव को मो तरफ। चलित वर्ष निर्वाचन पाई कांग्रेस दल मत प्रार्थी घोषणा कला गत काली, से मु तो आनंदित निश्चय। किंतु आमर जो ओडिशा प्रदेश कांग्रेस सभापति सम्मानीय शरद पट्टनायक, सर्वभारतीय कांग्रेस कमिटी जो ओडिशा इंचार्ज अच्छा अजय कुमार जी, सम्मानीय राहुल गांधी आशीर्वाद दिग्दर्शन रे आमे छात्र राजनीति आज पर्यंत प्रार्थी हवा पर्यंत कार्य कांग्रेस दल श्रृंखलित भाव में कर दल तृतीय थर आमको जो भरोसा करछि, आमे चेष्टा करिवा दलर भरोसा विश्वास और आस्था को पाथेय करी निर्वाचन मैदान को ओल्लैवा एवं लड़िवा एवं आगामी दिन में कांग्रेस किभली भल हबो तापई संपूर्ण उद्यम करिया। भाई चलित वर्ष आप क्यों प्रसंग को लेकिन निर्वाचन लड़ाई उद्यम करेंगे? देखो प्रसंग अनेक। प्रथम तो भारतीय जातीय कांग्रेस जो हमको देइछि जनसाधारण को पई, गरीब गुरुआ लोक माँ मान का पई, महिला मान का पई, चाषी मान का पई, युवक मान का पई जो 10टी गारंटी देइछि, आमे से गारंटी को तो आधार करिवा। प्रथम गारंटी होछि आपण को गृहज्योति। गृहज्योति गारंटी रे कांग्रेस कहिछि सीधा सड़क भाव में ओडिशा रे जदि कांग्रेस सरकार हुए ताले प्रति परिवार को 200 यूनिट बिजुली मागणा रे मिलिबो। आपण देखंतु गोटे कथा, बिजुली तैयारी होउछि ओडिशा रे, किंतु बाहर राज्य रे यूनिट पिछा जहाँ दर अच्छी एटी ताठू यथेष्ट अधिका अच्छी। कांग्रेस जतबेले तार इस्ताहार देछि जेठी
ଯେତେବେଳେ କ୍ଷମତାକୁ ଆସିଛି 6 ମାସ ଭିତରେ ତା ଯେଉଁ ଗ୍ୟାରେଣ୍ଟି ଥାଏ ତା ପୂରଣ କରିଛି। ହେଲେ ଏଥିରେ ମଧ୍ୟ ଓଡ଼ିଶାରେ ଯଦି କଂଗ୍ରେସ କ୍ଷମତାକୁ ଆସେ ଗ୍ୟାରେଣ୍ଟି କଂଗ୍ରେସ ନିଶ୍ଚୟ କରିବ ଏବଂ ପ୍ରତ୍ୟେକ ପରିବାର 200 ୟୁନିଟ୍ ବିଜୁଳି ମାଗଣାରେ ପାଇବେ। ଇଏ ହେଉଛି ଗରିବ ଗୁରୁବା ପରିବାର ଜନସାଧାରଣଙ୍କ ପାଇଁ। କୃଷକମାନଙ୍କ ପାଇଁ ବି କଂଗ୍ରେସ ଦେଇଛି କୃଷକ ବନ୍ଧୁ ଯୋଜନା, ଯେଉଁଥିରେ ସମସ୍ତ ଚାଷୀ ମଝିରେ ଗୋଟେ ଚାଷୀ ବିଲ୍ ଆସିଥିଲା, ବିଜେପି ସରକାର ଆଣିଥିଲା, ତାକୁ ପାର୍ଲାମେଣ୍ଟରେ ରାହୁଲଜୀ ଆମର ପ୍ରୋଟେଷ୍ଟ କଲେ, ବାଧ୍ୟ ହେଇକି ସେମାନେ ୱିଡ୍ର କରିଗଲେ, ସେ ଚାଷୀ ବିଲ୍ ସ୍ଥଗିତ ରଖିଲେ, ପାରିଲେନି। ତ କଂଗ୍ରେସ ଚାଷୀମାନଙ୍କ ପାଇଁ ସବୁଦିନ ଚିନ୍ତା କରେ। ସେଥିପାଇଁ ସବୁ ଯେତେ ଚାଷୀ ଅଛନ୍ତି ସମସ୍ତ ଋଣ ଛାଡ଼ ହେବ ଏବଂ ଧାନର ଯେଉଁ ଅଭାବୀ ବିକ୍ରି ହେଉଥିଲା ସେଇଥିପାଇଁ କ୍ୱିଣ୍ଟାଲ ପିଛା 300 ଟଙ୍କା MSP ଧାର୍ଯ୍ୟ ହେବ। ଯଦି କଂଗ୍ରେସ 3000 ଟଙ୍କା MSP ଧାର୍ଯ୍ୟ ହେବ ଯଦି କଂଗ୍ରେସ କ୍ଷମତାକୁ ଆସେ। ଅନୁରୂପ ଭାବରେ କଂଗ୍ରେସ ଗୃହଲକ୍ଷ୍ମୀ ଯୋଜନା ଆଣିଛି ମା'ମାନଙ୍କ ପାଇଁ। କଂଗ୍ରେସ ଦେଖିଲା ଯେ ଆପଣଙ୍କର ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ, ଆଜି ଯେଉଁ ବିଜୁ ଜନତା ଦଳ କହୁଛି SSG ଗ୍ରୁପର ମା'ମାନେ, ସେ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କଂଗ୍ରେସ କରିଥିଲା, ଉପା ସରକାର କରିଥିଲା। ଉପା 1 ଆଉ ଉପା 2ରେ ଆପଣଙ୍କର SSG ଗ୍ରୁପର ଆରମ୍ଭ ଆଉ ଥଇଥାନ କାର୍ଯ୍ୟ ସବୁ କିଭଳି ଭାବରେ ସେମାନେ କାର୍ଯ୍ୟ କରିବେ ସେଇ ସବୁ ଜିନିଷ ତାର ପ୍ରସ୍ତୁତ ହେଇଥିଲା। କିନ୍ତୁ ଏମାନେ ସେଟାକୁ ସବୁବେଳେ ବିଜୁ ଜନତା ଦଳ ଆଉ ଭାରତୀୟ ଜନତା ପାର୍ଟି ତାଙ୍କର ହେଲା ପ୍ରଚାର ସର୍ବସ୍ୱ ରାଜନୀତି। ସେମାନେ ମିଥ୍ୟା ପ୍ରଚାର କରିବେ, ହୁଡ଼ିଂ ମାରିବେ, ଓଡ଼ିଶା ରାଜକୋଷ ଭାରତବର୍ଷ ରାଜକୋଷରୁ ଟଙ୍କା ନେଇକି ଫଟୋ ମାରିବେ, ପ୍ରଚାର କରିବେ, କାମ କିଛି ଆଜ୍ଞା ନାହିଁ। ତ ମହିଳାମାନେ ଆପଣ ଦେଖୁଥିବେ ଗାଁ ଗଣ୍ଡାରେ ମହିଳାମାନେ ସବୁ ବିଭିନ୍ନ ସଂସ୍ଥାରୁ ଲୋନ୍ ନେଇଛନ୍ତି ଏବଂ ସେ ଲୋନ୍ ନେଲା ଫଳରେ କ'ଣ ହେଇଛି, ସେ ଲୋନ୍ ଯେମାନେ ଲୋନ୍ ଦେଇଛନ୍ତି ସଂସ୍ଥା ତାଙ୍କର ସବୁ ଏଜେଣ୍ଟ ଅଛନ୍ତି। ସପ୍ତାହରେ ଥରେ ସେ ଏଜେଣ୍ଟ ଯାଇକି ସେ ମାଆଙ୍କ ଘରେ ପହଞ୍ଚି ଯାଉଛି, ଚେୟାର ପକେଇକି ବସିଛି, କିଏ ଗୋରୁ ଗାଈ କୁକୁଡ଼ା ଗାଡ଼ି ବନ୍ଧା ଦେଇକି ତାଙ୍କୁ ପଇସା ସୁଧ ଆକାରରେ ଦେଉଛନ୍ତି। ଏଥିରୁ ମାଆମାନଙ୍କୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଛି ଯେତେ SSG ଗ୍ରୁପ ମହିଳାଙ୍କ ଋଣ ଅଛି ସବୁ ଋଣ ଛାଡ଼ କରିବ ଏବଂ ଗୋଟେ ଗରିବ ପରିବାର ଯାହାର ଅଛି, ଯେଉଁମାନେ ଗରିବ ହଉ ସଚଳ ହଉ ପରିବାରର ପ୍ରତି ପରିବାରର ମା'ମାନଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ 2000 ଟଙ୍କା ମାସିକ ଗୋଟେ ଭତ୍ତା ଦିଆଯିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। ଏଇଭଳି ଭାବରେ ଅନେକ ଯୋଜନା ଯୁବକମାନଙ୍କ ପାଇଁ, ଯୁବକମାନଙ୍କୁ ବେକାର ଭତ୍ତା ଦିଆଯିବ, 5 ଲକ୍ଷ ଯୁବକକୁ ଚାକିରିରେ ନିଯୁକ୍ତି ଦିଆଯିବ, ଦାଦନ ସମସ୍ୟା ବନ୍ଦ ହେବ, ପ୍ରତି ଲୋକଙ୍କୁ ପ୍ରତି ଜଣେ ବ୍ୟକ୍ତିଙ୍କର 25 ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ଯୋଗାଇ ଦେବ। ଚିଟଫଣ୍ଡରେ ଯେତେ ଟଙ୍କା ବୁଡ଼ିଛି ଆପଣ ଦେଖନ୍ତୁ, ଚିଟଫଣ୍ଡ କଥା, ଚିଟଫଣ୍ଡ ଓଡ଼ିଶା ସରକାର କଲା, ସେତେବେଳେ ବ୍ରାଣ୍ଡ ଆମ୍ବାସଡ଼ର ସାଜିଲେ କିଏ? ନବୀନ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ର। ଏମାନେ ହାତ ହଲେଇଥିଲେ ଆଜ୍ଞା, ହାତ ହଲେଇକି ଲୋକଙ୍କୁ ଭୁଆଁ ବୁଲେଇକି ଚିଟଫଣ୍ଡରେ କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି। ଲୁଟ୍ କଲା ପରେ ଆଜି କ'ଣ ଅବସ୍ଥା, ସେଟାକୁ CBI ଇନକ୍ୱାରି କରିବ କହିଲା କିଏ? ବିଜେପି ବିଜେଡ଼ି ଭିତରେ ଭାଗୁଆଳ ହେଇଗଲେ, ଗୋଟେ ମୁଦ୍ରା ଦୁଇଟା ପାଖ। ଆପଣ ବିଜେପିକୁ ଭୋଟ ଦେବା ଯାହା, ବିଜେଡ଼ିକୁ ଭୋଟ ଦେବା ସେୟା, ବିଜେଡ଼ିକୁ ଭୋଟ ଦେବା ଯାହା, ବିଜେପିକୁ ଭୋଟ ଦେବା ସେୟା। ଦୀର୍ଘ 25 ବର୍ଷର ବିଜେଡି ସରକାରରେ କ'ଣ ସେମିତି ମୋରଡ଼ା ନିର୍ବାଚନ ମଣ୍ଡଳୀରେ ସମସ୍ୟା ରହିଯାଇଛି ଯାହାକି ବିଜେଡି ସରକାରରେ ସେଇଟା ପୂରଣ ହେଇପାରିନି, ସେ ବିଷୟ ଟିକେ କହିବେ। ଆଜ୍ଞା ଦେଖନ୍ତୁ, ମୋରଡ଼ା ନିର୍ବାଚନ ମଣ୍ଡଳୀରେ ସମସ୍ୟା କ'ଣ ରହିଛି ଆପଣଙ୍କ ପ୍ରଶ୍ନ, ସମାଧାନ କ'ଣ ହେଇଛି? ମୋରଡ଼ା ନିର୍ବାଚନ ମଣ୍ଡଳୀର କୋଉ ଗୋଟେ ସମସ୍ୟା ସମାଧାନ ହେଇଛି? ଯାହା ରାସ୍ତା ହେଇଛି, ପୁଲ ହେଇଛି, ସେ ସରକାରଙ୍କ ପୂର୍ବ ଯୋଜନା ଅନୁଯାୟୀ ସେ ଯୋଜନାରେ ଆର୍ଥିକ ଅନୁଦାନ ଯେଉଁ ଆସେ ସେଇଥିରେ କାର୍ଯ୍ୟ ହେଇଛି। ଏଥିରେ ଯିଏ ବି ବିଧାୟକ ଥାଉ, ଯେକୌଣସି ଦଳର ବିଧାୟକ ଥାଉ, ସିଏ ପ୍ରସ୍ତାବ ଦେବ, ସରକାର ପଇସା ଦେବେ, ରାସ୍ତା କାମ ହେବ। ଏ ନିର୍ବାଚନ ମଣ୍ଡଳୀର ମୁଖ୍ୟ ସମସ୍ୟା କ'ଣ? ଦାଦନ। 10ରୁ 15 ହଜାର ଯୁବକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଛି। ବହୁତ ଯୁବକ
फेरुचंती बहुत युवक निर्यातित होकर फेरुचंती दरमा न पाई शह शह लोक आसी लेबर ऑफिस रे क्लेम कर दादन एटी अच्छी आपंकर बाउंस अच्छी एटी सबाई घास अच्छी एटी इंडस्ट्री हो पार कहीं विधायक कौन करते पूर्व विधायक कौन करते पूर्व विभाग करते ये तो विजु जनता दल शासन करता एवं भारतीय जनता पार्टी को से सब साहाय्य करती जे ओडिशार विकास में कौन विकास है किसी है नहीं तेणु एम कि करना विकास डिमडिम पिटुचन विकास है रंग मारिवा चून मारिवा विकास नुहे आज्ञा आप ये देखो 12 माइल हॉस्पिटल केतेटा डाक्तर पदवी केत जन अच्छा कुष्ठा डाक्तरखाना केतटा डाक्तर पदवी केत जन अच्छा मुरुडा डाक्तरखाना केतटा डाक्तर अच्छा नहांती एटी आसिले एटा गोटे रेफार सेंटर एठू आसिले बारिपदा पीआरएम को रेफार हम राति अधे जदि किए आसो ताले ताकू रेफार करेंगे एठी किसी परीक्षा करने सिस्टम भी नहीं कौन सी प्रकार सुजोग ही नहीं आप जातु आज बाहर किए कला फुली आम ऑफिस मुरुडार बुली आसन केते स्कूल अच्छी केते जन छात्र अच्छा छात्र अनुपात केते जन शिक्षक रहा कथा केते जन अच्छा देखिए शिक्षार विकास नहीं शिक्षा को हत्या करा भ्रूण हत्या कला भाया स्वास्थ्यर उन्नति हो नहीं पीवा पानी रो समस्या अच्छी मझे मझे गंगा धरिकी लोक बाहर ट्यूबवेल डिफाक्ट हो गला चाषी कूल पे हताश कराई स्वर्गीय प्रश्न कुमार दास जिते ये विधायक थे से 120 रु ऊर्ध लिफ्ट पॉइंट होता बर्तमान सुधा 84टा लिफ्ट पॉइंट अचल अच्छी बहुत लिफ्ट पॉइंट को बिजुली कटा ही बहुत मरामती ही नहीं कौन विकास है विकास किसी है नहीं केवल कौन है मुष्टिमेय ठिकादार जे माने निर्वाचन मंडल लोक नुहे निर्वाचन मंडल मुष्टिमेय ठिकादार संपर्कीय बाली मुरुम बड़ी लघु खनिज द्रव्य लुट करछंती जहाँ बारंबार वीडियो रे भाइराल न्यूज भी है तेणु विकास करवा सहयोग करवा साहाय्य करवा ये विजु जनता दल और भारतीय जनता पार्टी केभे करी नाही एमाने विकास रो मिथ्या चित्र लोकों पाखरे पहुंचाती एवं निर्वाचन आसिले लुट होइथिबा टंका लोकों मध्य विभिन्न माध्यम रे खर्च करी भोट अपहरण अपचेष्टा करते किंतु मुरुडा निर्वाचन मंडल सरल निरीह निष्पेषित जनता बुझी जाइछंती एमानकर प्रकृत चेहरा जानी जाइछंती प्रकृत चेहरा आगामी दिन में से माने ठीक जवाब देवे आगामी निर्वाचन में एवं ये जो चली शासन ए शासन समाप्ति हो तेबे आपण शुणिबार थिले आमे सीधा सड़क प्रतिक्रिया नौथिलु कांग्रेस वरिष्ठ नेता प्रभास्कर महापात्रंकठू तेबे चलित वर्ष निर्वाचन रे केउ समस्या को नहीं लोक माने केउ दल को निर्वाचित करूछंती ताही देखिबा को बाकी रहिला मयूरभंज मु ज्ञान रंजन बेहरा कोणार्क लाइव।